ମାନେ କେମିତି ଅଛ? ଆଶା କରୁଛି ତୁମେମାନେ ଭଲ ଥିବ। କାଲି ତୁମମାନଙ୍କର ଚିତ୍ରାଙ୍କନ ପରୀକ୍ଷା ଅଛି ପଞ୍ଚମ ଶ୍ରେଣୀର। ସେଥିପାଇଁ ତୁମମାନଙ୍କୁ ଏ କୋଶ୍ଚିନ୍ଟି ଦେଉଛି, ଯେମିତି ଅଛି ସେମିତି ତୁମେମାନେ କ୍ଲାସ୍କୁ ଗଲେ ପରୀକ୍ଷା ଦେଲେ ସେପରି ଭାବରେ କୋଶ୍ଚିନ୍ଟି ପଡ଼ିଥିବ। ତୁମେମାନେ କିଛି ଡରିବାର ଆବଶ୍ୟକ ନାହିଁ। ମୁଁ ଯେମିତି ଭାବରେ କହୁଛି ତୁମେମାନେ ସେମିତି ହିଁ ଆନ୍ସର୍ଟି ଲେଖିବ। 1 ନମ୍ବରରେ 15 ମାର୍କିଆର ଗୋଟେ କୋଶ୍ଚିନ୍ ପଡ଼ିଛି। ସେହି ଚିତ୍ରଟିକୁ ତୁମେ କଲେ ତୁମକୁ 15 ମାର୍କ ମିଳିବ। ସେଠାରେ କ'ଣ ଦେଇଛି ନା, ତଳେ ଦିଆଯାଇଥିବା ପର୍ଯ୍ୟାୟ ଭିତ୍ତିକ ଚିତ୍ରଟିକୁ ଢାଞ୍ଚାକୁ ଦେଖି ସେହିଭଳି ଆଉ ଏକ ଚିତ୍ର ଅଙ୍କନ କର। ମାନେ ଦେଖ, ଏଇଠି ଏକ ଶୁଆ ଚିତ୍ର ଦେଇଛି। ଶୁଆ ଚିତ୍ର ଯେହେତୁ ଦେଇଛି, ଆମେ ଶୁଆ ଚିତ୍ର ଯେମିତି ଅଛି ଚିତ୍ର ତାର ଅପସନ୍ ଦେଇଛି। କେଉଁଠି ଆଖି ଅଛି ତାର, କେଉଁଠି ତାର ପର ଅଛି, କେଉଁଠି ତାର ଗୋଡ଼ ଅଛି। ସେଭଳି ଭାବରେ ଯେଉଁ ପେଜ୍ଟି ବ୍ଲାଙ୍କ ଅଛି ସେଇଟାରେ ଆମେ ଲେଖିବା। ଏଠି ଦେଖ, ଏଇଟାରେ ତାର ଅପସନ୍ରେ ସବୁ ଚିତ୍ର ଅଛି। ଏଇଟା ଆମେ ପିଲା ରୁହ ଟିକେ ଏଡ଼ିଟ୍ କରିଦେବା। ଦେଖ ସେଠି କ'ଣ ଦେଇଛି ଚିତ୍ରଟିର। ଏଠି ଦ୍ୱିତୀୟ ଚିତ୍ରକୁ ଦେଖିବା। ଶୁଆ ଯେଉଁ ଦେଇଛି, ଶୁଆର ଏଇଠି ଆଖି ଦେଇନାହିଁ, ସେଥିପାଇଁ ଆମେ ଆଖିଟିକୁ ଏଠି ଲେଖିବା ବା ଚିତ୍ର କରିବା। ତାପରେ ଏଠି ଗୋଡ଼ ଦେଇନାହିଁ, ଏଇଠି ବି ଆମେ ଗୋଡ଼ଟିଏ ତିଆରି କରିବା। ଏଇ ଅପସନ୍ରେ ଦେଇଛି, ତାହାକୁ ଆମେ ଏଠି ଜଏନ୍ କରିବା। ଏଠି ଦେଖ, ଏଇ ପରଟାରେ ଏଇ ପର ଏଠି ଦେଇନି, ଏଇଠି ଆମେ ସେଇ ପର ତିନିଟା ଯେପରି ଭାବରେ ଦେଇଛି ସେମିତି ଆମେ କରିଦେବା ଏ ଚିତ୍ରଟିରେ। ସେଠି ଦେଖ ଥଣ୍ଟ ଦେଇଛି, ଏଠି ବି ଥଣ୍ଟ ଦେଇଛି। ଏଇଠି ଏଇ ପରଟା ଦେଇନାହିଁ, ଆମେ ଏଇ ପରଟା ଏମିତି କରିଦେବା ଯେମିତି ଅପସନ୍ରେ ଦେଇଛି ସେଇଭଳି, ବା ଚିତ୍ର ଯେମିତି ଦେଇଛି। ପୁଣି ଦେଖ, ଏଇଠି ପରଟି ଦେଇନି, ସେଇଟା ପରଟା ଆମେ କରିବା ପରେ ଦେଖ ଏଠିରେ ଏଇ କୋଶ୍ଚିନ୍ଟା ସେଇଠି ଦେଖ, ପିଲେ ଟିକେ ରହିଯାଅ। ଏଠି ଦେଖ, ଏଠି ପର ଏଇ ଚିତ୍ରଟାରେ ଏଗୁଡ଼ିକ ଏଇ ଦ୍ୱିତୀୟ ଚିତ୍ରରେ କରିନି, ସେଥିପାଇଁ ଆମେ ଏଇ ଦ୍ୱିତୀୟ ଚିତ୍ରରେ ଚିତ୍ର ଗୁଡ଼ିକରେ ଠିକ୍ ଯେପରି ଭାବରେ ଅଛି ଏଇ ଅପସନ୍ରେ ବା ଏଇ ଶୁଆଟିର ଯେପରି ଭାବରେ ଅଛି ଏଇ ଚିତ୍ର ସେଇଟା ଯେମିତି ଆମେ ଚିତ୍ର କରିବା। ଏଠାରେ କେଉଁଟା ଅଛି ନା, ଏଇଟା ଅଛି 5 ନମ୍ବର ଅପସନ୍ଟି, ସେଥିପାଇଁ ଆମେ 5 ନମ୍ବର ଅପସନ୍ରେ ଯେମିତି ଅଛି ସେଭଳି ଆମେ ଏଠି ଚିତ୍ର କରିବା। ତେବେ ଆମେ ଦ୍ୱିତୀୟ କୋଶ୍ଚିନ୍ଟିକି ଯିବା। 2 ନମ୍ବର କୋଶ୍ଚିନ୍ରେ କ'ଣ ଅଛି ନା, 2 ନମ୍ବର କୋଶ୍ଚିନ୍ରେ ଲେଖା ଅଛି, ସେ 2 ନମ୍ବର କୋଶ୍ଚିନ୍ ମଧ୍ୟ ତୁମର 15 ମାର୍କ। ତୁମେ ଚିତ୍ରଟିକୁ କଲେ ସେଇ ଚିତ୍ରଟିରେ ତୁମକୁ 15 ମାର୍କ ମିଳିବ ଯଦି ତୁମେ ଠିକ୍ ଭାବରେ କରିବ। ଏ ଦୁଇଟି ଚିତ୍ର ଦେଇଛି, ଦୁଇଟା ଚିତ୍ରରୁ ତୁମେ ଗୋଟିଏ ଚିତ୍ର ହିଁ କରିବ। ଦେଖ, ଏଇଠି ଗୋଟେ ମାଛ ଚିତ୍ର ଦେଇଛି ଏବଂ ଏଇଠି ଗୋଟେ ପ୍ରଜାପତି ଚିତ୍ର ଦେଇଛି। ସେ କ'ଣ ଦେଇଛି ନା, ତଳେ ଦିଆଯାଇଥିବା ଚିତ୍ର ଦୁଇଟିକୁ ଦେଖି ଖାଲି ଥିବା କୋଠରୀରେ ଯେକୌଣସି ଗୋଟିଏ ଚିତ୍ର ଅଙ୍କନ କର। ମାନେ ଯେଭଳି ଭାବରେ ମାଛ ଚିତ୍ର ଦେଇଛି ସେଭଳି ଗୋଟିଏ କରିବା, ମାଛ କରିବା କିମ୍ବା ନହେଲେ ପ୍ରଜାପତି କରିବା। ପ୍ରଜାପତିଟି ଉଡ଼ୁଛି ତାହାର ଚିତ୍ର କରିବା। ଦେଖ ପିଲାମାନେ, ଏଇ ବ୍ଲାଙ୍କ ପେଜ୍ରେ ଯେଉଁ ଖାଲି ସ୍ଥାନଟି ଅଛି 2 ନମ୍ବର କୋଶ୍ଚିନ୍ର, ଏଇଠି ଏଇଟିରେ ଆମେ ମାଛ ଚିତ୍ର କରିବା, ନହେଲେ ପ୍ରଜାପତି ଚିତ୍ରଟି କରିବା। ତୁମେ ଯେଉଁ ଚିତ୍ରଟି କରିବ, ତୁମେ ଯଦି ସୁନ୍ଦର ଭାବରେ କରିବ ତେବେ ତୁମକୁ 15 ମାର୍କ ମିଳିବ। ତେବେ ଆମେ ଦେଖିଲେ 2 ନମ୍ବର ଚିତ୍ର କଲା ହାରି। 3 ନମ୍ବରରେ ଦେଖିବା କ'ଣ ଆସିଛି ନା, 3 ନମ୍ବରରେ ଆସିଛି ତୁମର ଗୋଟିଏ ବିଲେଇ ଚିତ୍ର କରିବ। ବିଲେଇ ଚିତ୍ର ଯେମିତି ଭାବରେ ଅଛି, ଆମେ ଶୁଆ ଚିତ୍ରରେ ଯେମିତି କରିଥିଲେ ବିଲେଇ ଚିତ୍ରଟି ସେଇଭଳି କରିବା। ଚିତ୍ର 2ରେ ଏଇଟା ଦେଖ, ବିଲେଇ ଚିତ୍ରଟିରେ ଏଇଟିରେ ସବୁଯାକ ତାର ଅଛି। ମାନେ ଗୋଟେ ବିଲେଇ ଯେପରି ଭାବରେ ଦେଖାଯାଉଛି ସେପରି ଭାବରେ ବିଲେଇଟି ଏଇଠି ଅଛି। ଏଇଠି ବିଲେଇର କିଛି ଅଂଶ କରାଯାଇ ନାହିଁ, ଯେପରିକି ତାର ଗୋଡ଼ କରାଯାଇ ନାହିଁ, ତାର ଆଖିର ପତା ଗୁଡ଼ିକ କରାଯାଇ ନାହିଁ। ଦେଖ, ଏଇ ଯେଉଁ ଆଖିର ଏଇ ପତା ଗୁଡ଼ିକ ଏଠି କରାଯାଇ ନାହିଁ, ଏଠି ତୁମେମାନେ କରିବ। ଏଇଠି ଦେଖ, ଲାଞ୍ଜରେ ଯେଉଁ ଗୋଡ଼ ହରିକା ଅଛି ସେଗୁଡ଼ିକ ବି କରାଯାଇ ନାହିଁ, ଆମେ ଗୋଡ଼ କରିବା, ଲାଞ୍ଜ କରିବା। ତାର ଲାଞ୍ଜରେ ଯେଉଁ ଦାଗ ଅଛି ସେଗୁଡ଼ିକ ବି କରିବା। ଅପସନ୍ରେ ଯେମିତି ଅଛି ସେଇଭଳି ଆମେ ଏଇ ବିଲେଇଟିକୁ ଦେଖି ଏଇଠିରେ ଯେଉଁ ଚିତ୍ର ଗୁଡ଼ିକ ବିଲେଇର ଅଙ୍ଗ ଗୁଡ଼ିକ ନାହିଁ ସେଗୁଡ଼ିକ ଆମେ ଚିତ୍ର କରିବା। ସେଠି ଚିତ୍ରଟି କଲେ ତୁମକୁ ମାର୍କ ମିଳିବ। ପିଲାମାନେ, ଏତିକିରେ ଆମ କୋଶ୍ଚିନ୍ ସରିଲା। ତୁମେମାନେ ଲାଇକ୍ ଏବଂ ସେୟାର ସବସ୍କ୍ରାଇବ୍ କରିବ, ତୁମ ସାଙ୍ଗମାନଙ୍କୁ ଭିଡ଼ିଓଟିକୁ ପଠାଇଦେବ, କାରଣ ସେମାନେ ମଧ୍ୟ ପରୀକ୍ଷା ପୂର୍ବରୁ ଏଇଟିକୁ ଦେଖିଯାଇ ଭଲ ଚିତ୍ର ଅଙ୍କନ କରିବେ ଏବଂ ମଧ୍ୟ ମାର୍କ ମଧ୍ୟ ଭଲ ରଖିବେ। ଧନ୍ୟବାଦ ପିଲାମାନେ। ମୁଁ ଆଶା କରୁଛି ତୁମେମାନେ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବେ ବୁଝିଯାଇଥିବ, ଆଉ କୌଣସି ଅସୁବିଧା ନାହିଁ। ଧନ୍ୟବାଦ, ମୁଁ ଏତିକିରେ ରଖୁଛି।